ଆଜ୍ଞା, ଯଦି ଦେଖିବେ ଗତକାଲିଠୁ ଗୋଟାଏ ନ୍ୟୁଜ୍ ବର୍ତ୍ତମାନ ହେଡ଼ଲାଇନ୍ସ ହେଇଛି। E85 ପେଟ୍ରୋଲ କାଲି ଅନରେବୁଲ ପେଟ୍ରୋଲିୟମ ମିନିଷ୍ଟର ଲଞ୍ଚ କରିଛନ୍ତି, ଯାହାକି ବର୍ତ୍ତମାନ ଗଣମାଧ୍ୟମ ମାନେ ପ୍ରସାର କରୁଛନ୍ତି ଯେ ଆପଣ E85 ପେଟ୍ରୋଲ 20 ଟଙ୍କା କମ୍ରେ ପାଇବେ। ଆଜ୍ଞା, E85 ପେଟ୍ରୋଲ କ'ଣ ଆସନ୍ତୁ ବୁଝିବା। ପ୍ରଥମେ ତ ବର୍ତ୍ତମାନ ଆପଣ ଯଦି ଦେଖିବେ ନର୍ମାଲ ପେଟ୍ରୋଲ ଆଉ ମିଳୁନାହିଁ। ସମସ୍ତ ପେଟ୍ରୋଲ ପମ୍ପ ମାନଙ୍କରେ E20 ପେଟ୍ରୋଲ ମିଳୁଛି। E20 ପେଟ୍ରୋଲ କ'ଣ? E20 ପେଟ୍ରୋଲରେ ଆପଣଙ୍କର 20% ଇଥନଏଲ୍ ଏବଂ 80% ପେଟ୍ରୋଲ, ଯାହାକି E20 ପେଟ୍ରୋଲରେ ଯଦି ଦେଖିବେ E20 ପେଟ୍ରୋଲରେ ଯଦି ଆପଣଙ୍କର ଭେହିକିଲ୍ 2023 ପରର ହେଇଥିବ ତ ତାହେଲେ ସେ ଇଞ୍ଜିନ୍ ଗୁଡ଼ିକ ଇଥନଏଲ୍ କମ୍ପାଟେବଲ୍ ଇଞ୍ଜିନ୍, ତାହେଲେ କିଛି ଅସୁବିଧା ନାହିଁ। ଯଦି 2023 ପୂର୍ବର ଗାଡ଼ି ଅଛି ତାହେଲେ ସେ ଗାଡ଼ି ଗୁଡ଼ିକ ଆପଣଙ୍କର ମାଇଲେଜ୍ କମ୍ ଦେଖାଇବା ସହିତ ଇଞ୍ଜିନ୍ ପ୍ରୋବ୍ଲେମ୍ ଦେଖାଉଛି। ଆଉ ଯଦି E85 ଦେଖିବେ E20ର 22%, ଯେଉଁଥିରେ କି ଆପଣଙ୍କର 15% ପେଟ୍ରୋଲ, 85% ଇଥନଏଲ୍। ଇଥନଏଲ୍ କେଉଁଥିରୁ ତିଆରି ହେଉଛି ଆପଣମାନେ ଜାଣିଛନ୍ତି, ଯାହାକି ଆପଣଙ୍କର ଆଖୁ ରସ, ମକା ଏବଂ ବିଭିନ୍ନ ଖାଦ୍ୟଶସ୍ୟ, ଯାହାକି ବାୟୋଫୁଏଲ୍ ଏବଂ ଇକୋ ଫ୍ରେଣ୍ଡଲି, ଯାହାକି ପରିବେଶକୁ ପ୍ରଦୂଷଣ କରେ ନାହିଁ। କିନ୍ତୁ E85 କମ୍ଫର୍ଟେବଲ୍ ଇଞ୍ଜିନ୍, ଯେଉଁଟାକି ଆପଣଙ୍କର ଭେହିକିଲ୍ ଯଦି ଦେଖିବେ ଫ୍ଲେକ୍ସ ଫୁଏଲ୍ ଭେହିକିଲ୍ ଗୁଡ଼ିକ E85 କମ୍ଫର୍ଟେବଲ୍ ଇଞ୍ଜିନ୍, ଯାହାକି ଭାରତବର୍ଷରେ 30ରୁ 40% ସେମିତି ଭେହିକିଲ୍ ଅଛି, ଯାହାକି ଆପଣଙ୍କର ମାରୁତି ସୁଜୁକି ଲଞ୍ଚ କରିଥିଲା ଆପଣଙ୍କର ୱାଗନର ଫ୍ଲେକ୍ସ ଫୁଏଲ୍, ତାପରେ ଟୟୋଟାର ହାଇକ୍ରସ୍, ଏମିତି ବହୁତ ଲିମିଟେଡ୍ ଗାଡ଼ି ଅଛି। ତ ନର୍ମାଲ ସେମିତି ଗାଡ଼ି ଫ୍ଲେକ୍ସ ଫୁଏଲ୍ ଗାଡ଼ି ବଜାରକୁ ଆସିନାହିଁ। କିନ୍ତୁ ଆପଣ ଯଦି ଦେଖିବେ ବର୍ତ୍ତମାନ ଯେଉଁ ଗଣମାଧ୍ୟମ କହୁଛନ୍ତି ଯେ 20 ଟଙ୍କା ପେଟ୍ରୋଲ କମ୍ରେ ମିଳିବ। କ'ଣ 20 ଟଙ୍କା କମ୍ରେ ମିଳିବ? ଯଦି ମାନି ନିଅନ୍ତୁ ଆପଣଙ୍କର ପେଟ୍ରୋଲ ନର୍ମାଲ ପେଟ୍ରୋଲ ରେଟ୍ ଅଛି 100 ଟଙ୍କା, ଏଇଟା ଯଦି E85 ଆପଣ କିଣୁଛନ୍ତି ତାହେଲେ 80 ଟଙ୍କାରେ ପାଉଛନ୍ତି। ଯଦି ଆପଣ ଦେଖିବେ ନର୍ମାଲ ପେଟ୍ରୋଲର ଏନର୍ଜି ଡେନ୍ସିଟି 34 mH per ଲିଟର, ଯଦି ଇଥନଏଲ୍ରେ ଦେଖିବେ ତାହା 24 mH per ଲିଟର, ଯାହାକି ମେଗା ଜୁଏଲ୍ ପର ଲିଟର, ଯାହାକି ଆପଣଙ୍କର ଏନର୍ଜି ଡେନ୍ସିଟିଟା 30% ଲେସ୍ ନର୍ମାଲ ପେଟ୍ରୋଲ ଠାରୁ। ଆପଣଙ୍କର ମାନି ନିଅନ୍ତୁ ଗୋଟେ ବାଇକ୍ର ମାଇଲେଜ୍ 50 କିଲୋମିଟର ପର ଲିଟର। ଆପଣ ଯଦି ନର୍ମାଲ ପେଟ୍ରୋଲ 100 ଟଙ୍କା ହିସାବରେ ପକାଉଛନ୍ତି ତାହେଲେ ପର କିଲୋମିଟର 2 ଟଙ୍କା ପଡ଼ୁଛି। ଯଦି ସେ ଜାଗାରେ ଆପଣଙ୍କର E85 ଫୁଏଲ୍ ୟୁଜ୍ କରୁଛନ୍ତି ତାହେଲେ ଆପଣଙ୍କର ମାଇଲେଜ୍ 50ଟା କମି ତାର 30% କମିଯିବ। ଆପଣଙ୍କର ମାଇଲେଜ୍ ସେଇଠି ଦେଖିବ 35। ଆପଣ ସେ ପେଟ୍ରୋଲଟା କେତେ ଟଙ୍କାରେ ପାଇବେ? 85 ଟଙ୍କାରେ। 85 ଡିଭାଇଡେଡ୍ ବାଇ 35, ତାହେଲେ 2.2 ସମଥିଙ୍ଗ ଆପଣଙ୍କର ପଡ଼ୁଛି। ତାହେଲେ କ'ଣ ଆଜ୍ଞା କମ୍ ପଡ଼ିଲା? ଏଇଟା ଆଜ୍ଞା କେବଳ ଗୋଟିଏ ପ୍ରହସନ ଯାତ୍ରା ଦେଖାଉଛନ୍ତି ବିଭିନ୍ନ ପ୍ରହସନ, କେବଳ ଇଭିର ସେଲ୍ କରିବା ପାଇଁ। ପ୍ରଥମେ ଆଜ୍ଞା E85 କମ୍ଫର୍ଟେବଲ୍ ଇଞ୍ଜିନ୍ ଆଣନ୍ତୁ। E85 ଯଦି ଆଣୁଛନ୍ତି 20 ଟଙ୍କା କମ୍, ମିନିମମ୍ 50 ଟଙ୍କା କମ୍ରେ ଆଣନ୍ତୁ। କାରଣ ଆପଣ ତ 15% ସେଇଠି ଦେଲେ ପେଟ୍ରୋଲ, 85% ଦେଉଛନ୍ତି ବାୟୋଫୁଏଲ୍। କାହିଁକି ଆପଣଙ୍କର 20 ଟଙ୍କା କମ୍ ପଡ଼ିବ? ପେଟ୍ରୋଲ ଭାଗ 85% କମିଲା ବେଳେ ଆପଣଙ୍କର ରେଟ୍ କମୁଛି ମାତ୍ର 20%। କାହିଁକି କମିବ 20%? ଏଇଟା ଆଜ୍ଞା କେବଳ ସର୍ବସାଧାରଣଙ୍କୁ ଏଇଟା ଗୋଟିଏ ସ୍କାମ୍, ଆଉ କିଛି ନୁହଁ। E85 ଆପଣ